ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଆମେ ଶୁଣୁଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଥିବାରୁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଆପଣମାନେ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଆପଣମାନେ ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ଭାବରେ ଆମମାନଙ୍କୁ ଉତ୍ସାହିତ କରୁଥିବେ, ଏହା ଆମେ ଆପଣମାନଙ୍କୁ ଅନୁରୋଧ କରୁଛୁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ସେବା କାର୍ଯ୍ୟ ନିମନ୍ତେ କାହାକୁ ଟଙ୍କା ମାଗିବା। ସେବା କାର୍ଯ୍ୟ ନିମନ୍ତେ ଆମେ କାହାକୁ ଟଙ୍କା ମାଗିବା। ପ୍ରିୟମାନେ, ଆମେ ଯେଉଁ ସେବା କାର୍ଯ୍ୟରେ ଅଛୁ, ସେବା କାର୍ଯ୍ୟରେ ଥିବା ସମୟରେ ଅନେକ ଟଙ୍କା ପଇସାର ଆବଶ୍ୟକ ରହିଛି। କାରଣ ପରିବାର ଅଛି, ଛୁଆମାନେ ଅଛନ୍ତି, ସେମାନଙ୍କ ସ୍କୁଲ ଅଛି, ମଣ୍ଡଳୀର ଅନେକ ପ୍ରକାର କାର୍ଯ୍ୟକ୍ରମ ଗୁଡ଼ିକ ରହିଛି। ମାତ୍ର ଏହି ସେବା କାର୍ଯ୍ୟ ନିମନ୍ତେ ଆମେ କାହାକୁ ଟଙ୍କା ମାଗିବା, ସେଇ ବିଷୟରେ କାହାକୁ ଆମେ ଦାନ ମାଗିବା, ସେଇ ବିଷୟରେ ଅଳ୍ପ ସମୟ ଧରି କଥାବାର୍ତ୍ତା ହେବା। ପ୍ରିୟମାନେ, ଆମେ ଯଦି ପରମେଶ୍ୱରଙ୍କର ସେବା କରୁଛୁ, ତାହେଲେ ଆମେ ପରମେଶ୍ୱରଙ୍କୁ ହିଁ ମାଗିବାର ଆବଶ୍ୟକ ରହିଛି। ମନୁଷ୍ୟର ଯଦି ସେବା କରିବା, ତାହେଲେ ଆମେ ମନୁଷ୍ୟକୁ ମାଗିବା। ଯଦି ଆମେ ପରମେଶ୍ୱରଙ୍କର ସେବା କରୁଛୁ, ତାହେଲେ ଆମେ ପରମେଶ୍ୱରଙ୍କୁ ମାଗିବା। ମୁଁ କହିବା ପାଇଁ ଚାହେଁ, ଦୁନିଆର କୌଣସି ବ୍ୟକ୍ତିଙ୍କ ଆଗରେ ପ୍ରଭୁଙ୍କର ଲୋକମାନେ, ପ୍ରଭୁଙ୍କ ଦାସମାନେ ଆମେ ହାତ ବଢ଼େଇବାର ଆବଶ୍ୟକ ନାହିଁ। କାରଣ ଆମେ ଦୁନିଆ ଲୋକର ସେବା କରୁନାହୁଁ। ଆମେ କାହାର ସେବା କରୁଛୁ? ସର୍ବଶକ୍ତିମାନ ପରମେଶ୍ୱର, ଯାହାଙ୍କ ପାଖରେ କୌଣସି ଅଭାବ ନାହିଁ। ଦୁନିଆର ସବୁ ଧନ, ଦୁନିଆର ସବୁ ସମ୍ପତ୍ତି, ଦୁନିଆର ସବୁ ସୁନା ରୂପାର ମାଲିକ ଯିଏ, ଆମେ ତାଙ୍କର ସେବା କରୁଛୁ। ଆମେ ତାଙ୍କୁ ମାଗିବାର ଆବଶ୍ୟକ ରହିଛି। ସେ ଆମକୁ ସବୁ ସମୟରେ ଦେବେ, ତାଙ୍କ ଉପରେ ଆମେ ଡିପେଣ୍ଡ କରିବାର ଅଛି। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ତାଙ୍କର ଜୀବନ କାଳ ମଧ୍ୟରେ କେବେ କୌଣସି ପ୍ରକାର ବ୍ୟକ୍ତିଙ୍କ ଆଗରେ ହାତ ବଢ଼େଇ ନଥିଲେ। ମୁଁ ସେବା କରୁଛି, ମୋତେ ସେବା କାର୍ଯ୍ୟ ନିମନ୍ତେ ତୁମେ ସପୋର୍ଟ କର, ଏଇଟା ଦିଅ, ସେଇଟା ଦିଅ। ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟକୁ କି ପ୍ରକାର ଭାବରେ ସାହାଯ୍ୟ ମିଳୁଥିଲା? ପଢିବା ଗୋଟିଏ ପଦ, ଲୁକ 8 ଅଧ୍ୟାୟ ଆମମାନେ 2 ପଦରୁ ପଢିବା। ପୁଣି ଯେଉଁ ସ୍ତ୍ରୀ ମାନେ ଦୁଷ୍ଟାତ୍ମା ଓ ରୋଗରୁ ସୁସ୍ଥ କରାଯାଇଥିଲେ, ଏପରି କେତେକ ସ୍ତ୍ରୀ ଲୋକ ଅର୍ଥାତ୍ ମଗ୍ଦଲିନି ନାମ୍ନୀ ମରିୟମ, ଯାହାଙ୍କଠାରୁ 7 ଭୂତ ବାହାରି ଯାଇଥିଲା, ହେରୋଦଙ୍କ ବେବର୍ତ୍ତା, କୁଜାଙ୍କର ଭାର୍ଯ୍ୟା ଯୋହାନ୍ନା, ସୋସାନା, ପୁଣି ଆହୁରି ଅନେକ ସ୍ତ୍ରୀ ଲୋକ ତାହାଙ୍କ ସାଙ୍ଗରେ ଥାଇ ଆପଣା ଆପଣା ସମ୍ପତ୍ତି ଦେଇ ସେମାନଙ୍କର ସେବା କରୁଥିଲେ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେବା କାର୍ଯ୍ୟ କି ପ୍ରକାର ଚାଲିଥିଲା? ସେବା କାର୍ଯ୍ୟକୁ କେଉଁମାନେ ସପୋର୍ଟ କରୁଥିଲେ? ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେବା କାର୍ଯ୍ୟ ଦ୍ୱାରା ସେମାନେ ଆଶୀର୍ବାଦ ପାଇଥିଲେ, ସେମାନେ ଭଲେଣ୍ଟାରୀ ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେମାନେ ସପୋର୍ଟ କରୁଥିଲେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସାହାଯ୍ୟ କରୁଥିଲେ। ଏହି ପ୍ରକାର ଭାବରେ ପରମେଶ୍ୱର ଆମ ସେବା କାର୍ଯ୍ୟରେ ଆମକୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଲୋକମାନଙ୍କୁ ଉଠାନ୍ତି। ମାତ୍ର ଆମେ କେବେ ହେଲେ ମଧ୍ୟ କାହା ଆଗରେ ସେବା କାର୍ଯ୍ୟ ନିମନ୍ତେ ଧନ ଦରକାର, ଟଙ୍କା ଦରକାର, ଏହା କହି ଆମେ ହାତ ବଢ଼େଇବାର ଆବଶ୍ୟକ ନାହିଁ। କାହିଁକି ମୁଁ କହିବା ପାଇଁ ଚାହେଁ, ଦେଖନ୍ତୁ, ଆମ ଦେଶରେ ସବୁଠାରୁ ଧନୀ ବ୍ୟକ୍ତି ଯାହାକୁ କି ମୁକେଶ ଅମ୍ବାନୀ ବୋଲି ଆମେ କହୁ, ମୁକେଶ ଅମ୍ବାନୀଙ୍କର ଅନେକ ପୁଅମାନେ ଅଛନ୍ତି। ଆଉ ଯେଉଁ ସମୟରେ ମୁକେଶ ଅମ୍ବାନୀଙ୍କର ପୁଅମାନେ ଯଦି କିଛି ସେମାନଙ୍କ ଦରକାର, ସେମାନେ ଆମକୁ ଆସି ମାଗିବେ କି, ଦେଖ ମୋର ଅସୁବିଧା ହେଇଗଲା, ମୋତେ ଚଳିବା ପାଇଁ ପଇସା ନାହିଁ, ମୋତେ ଟଙ୍କା ନାହିଁ, ଦୟାକରି ମୋତେ କିଛି ସାହାଯ୍ୟ କରିଥାନ୍ତୁ, ମୋତେ କିଛି ସପୋର୍ଟ କରିଥାନ୍ତୁ, ମୋର ବହୁତ ଅସୁବିଧା ହେଉଛି। ଆମକୁ କେବେ ହେଲେ ମଧ୍ୟ ମାଗିବେ ନାହିଁ। ସେମାନେ ତାଙ୍କର ଯେଉଁ ସମୟରେ ତାଙ୍କର ଅଭାବ ହୁଏ, ଆବଶ୍ୟକ ହୁଏ, ସେହି ସମୟରେ ସେମାନେ ନିଜର ବାପାଙ୍କୁ ମାଗିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେହି ପ୍ରକାର ଭାବରେ ଆମେ ଏହି ପୃଥିବୀରେ ପରମେଶ୍ୱରଙ୍କର ସନ୍ତାନ ଅଟୁ। ପରମେଶ୍ୱରଙ୍କର ରାଜଦୂତ ଭାବରେ ଆମେ ଏହି ସ୍ଥାନରେ ଆମେ ରହିଛୁ। ଆମର ପ୍ରତ୍ୟେକ ଆବଶ୍ୟକକୁ ପୂର୍ଣ୍ଣ କରିବା ନିମନ୍ତେ ସ୍ୱର୍ଗର ପରମେଶ୍ୱର
ସେ ସବୁ ସମୟରେ ସାମର୍ଥ୍ୟବାନ ପରମେଶ୍ୱର ଅଟନ୍ତି। ସେଥିପାଇଁ ସେବା କାର୍ଯ୍ୟ ନିମନ୍ତେ କାହାକୁ ମାଗିବା, କାହାକୁ ରିକ୍ୱେଷ୍ଟ କରିବା, ଓ ବଡ଼ ଲୋକଙ୍କ ଘରକୁ ଯାଇ ଆଜ୍ଞା ଆପଣ କହିବା, ଏହା ବିଲକୁଲ ଭଲ ନାହିଁ। ପ୍ରେରିତ ପୁସ୍ତକ 20 ଅଧ୍ୟାୟ ଏହାର 33 ପଦରେ ଲେଖାଗଲା, ମୁଁ କାହାରି ସୁନା କି ରୂପା କି ବସ୍ତ୍ର ଲୋଭ କରିନଥିଲି। ଏହି ହାତ ଦୁଇଟି ଯେ ମୋର ଓ ମୋ ସଙ୍ଗୀମାନଙ୍କର ଅଭାବ ପୂରଣ ନିମନ୍ତେ ସେବା କରି ଆସୁଅଛି, ଏହା ତୁମ୍ଭେମାନେ ନିଜେ ଜାଣ। ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳମାନଙ୍କୁ ସାହାଯ୍ୟ କରିବା ପୁଣି ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର। ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ୱୟଂ ଯେଉଁ କଥା କହିଅଛନ୍ତି ତାହା ସ୍ମରଣ କରିବା ତୁମ୍ଭମାନଙ୍କର ଯେ ଉଚିତ। ଏ ସମ୍ବନ୍ଧରେ ଏ ବିଷୟରେ ମୁଁ ତୁମ୍ଭମାନଙ୍କୁ ଦୃଷ୍ଟାନ୍ତ ଦେଖାଉଅଛି। ପ୍ରଭୁଙ୍କର ଗୌରବ ହେଉ, ପ୍ରଭୁଙ୍କର ମହିମା ହେଉ। ପ୍ରେରିତ ପାଉଲ ଏଫିସରେ 3 ବର୍ଷ ସେ ରହିଲେ। 3 ବର୍ଷ ଧରି ଦିବାରାତ୍ର ଅଶ୍ରୁପାତ ସହିତ ଲୋକମାନଙ୍କୁ ସେ ପ୍ରଭୁଙ୍କର ବାକ୍ୟର ଚେତନା ପରାମର୍ଶ ଦେଇଥିଲେ। ମାତ୍ର ସେ କହୁଛନ୍ତି, ଏଫିସ ମଣ୍ଡଳୀର ଧନୀ ଭାଇ ଭଉଣୀମାନେ ଥିଲେ, ସେମାନଙ୍କୁ ସେ କହୁଛନ୍ତି, ତୁମ ଘରକୁ ମୁଁ ଆସିଥିଲି, ତୁମ ଘରେ ବସିଥିଲି, ତୁମ ଘରେ ସଭା ନେଇଥିଲି, ମିଟିଂ ନେଇଥିଲି, ମାତ୍ର କୌଣସି ସମୟରେ ତୁମର ସୁନା କି ତୁମ ରୂପା କି ତୁମର କୌଣସି ପ୍ରକାର ବସ୍ତ୍ରକୁ ମୁଁ ଲୋଭ କରିନାହିଁ। ମୁଁ ତୁମକୁ ମାଗି ନାହିଁ। ଲୋଭ ତ କରିବା ଦୂରର କଥା, ତୁମକୁ ମାଗି ମଧ୍ୟ ନାହିଁ। ଆଜ୍ଞା ମୋତେ ଏଇଟା ଅଭାବ ଅଛି, ସେଇଟା ଅଭାବ ଅଛି, ମୋତେ ଦିଅନ୍ତୁ, ମୋତେ ନଦେଲେ ମୁଁ କି ପ୍ରକାର ସେବା କରିବି, ମୁଁ କି ପ୍ରକାର ଭାବେ ଚଳିବି। ପ୍ରିୟମାନେ, କାହାକୁ ହାତ ବଢ଼ାଇବାର ଆବଶ୍ୟକ ନାହିଁ, କାହାକୁ ମାଗିବାର ଆବଶ୍ୟକ ନାହିଁ। ପରମେଶ୍ୱର ଆମର ପ୍ରତ୍ୟେକ ଆବଶ୍ୟକତା, ପ୍ରତ୍ୟେକ ଅଭାବ ପୂର୍ଣ୍ଣ କରିବା ପାଇଁ ସେ ସାମର୍ଥ୍ୟବାନ ପରମେଶ୍ୱର ଅଟନ୍ତି। ସେ ପାଉଲଙ୍କର ଅଭାବ ପୂର୍ଣ୍ଣ କଲେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧ୍ୟ ପ୍ରତ୍ୟେକ ଆବଶ୍ୟକ ସେ ପ୍ରତି ସମୟରେ ପୂର୍ଣ୍ଣ କରୁଥିଲେ। ସେମାନେ କୌଣସି ଲୋକଙ୍କ ଆଗରେ ସେମାନେ ହାତ ବଢ଼ାଇ ନଥିଲେ। କାରଣ ଆମେ ଯେଉଁ ପରମେଶ୍ୱରଙ୍କ ସେବା କରୁଛୁ, ସେ ଗୋଟେ ଗରିବ ପରମେଶ୍ୱର ନୁହନ୍ତି, ସେ ଧନୀ ପରମେଶ୍ୱର। ସେ ଆମର ପ୍ରତ୍ୟେକ ଆବଶ୍ୟକକୁ ଉପଯୁକ୍ତ ସମୟରେ ସେ ଯୋଗେଇବା ପରମେଶ୍ୱର ଅଟନ୍ତି। ଆମେ ଯଦି ତାଙ୍କର ଆମେ ସେବା କରୁଛୁ, ସେ ଆମର ସକଳ ଆବଶ୍ୟକ ପୂର୍ଣ୍ଣ କରିବେ। ଯେଉଁ ସମୟରେ ଆପଣଙ୍କୁ ଯାହା ଦରକାର ସେ ସବୁ ଯୋଗେଇବେ। ସେଥିପାଇଁ ଆଜି ମଧ୍ୟ ଏଲିୟଙ୍କ ପରମେଶ୍ୱର ବଞ୍ଚିଛନ୍ତି। କାଉ ମରିଯାଇପାରେ, କାଉ ବଞ୍ଚି ନଥାଇପାରେ, ମାତ୍ର କାଉକୁ ପଠେଇବା ସେଇ ପରମେଶ୍ୱର ଆଜି ମଧ୍ୟ ସେ ବଞ୍ଚିଛନ୍ତି। ଆଜି ମଧ୍ୟ ଏଲିୟଙ୍କର ପ୍ରତ୍ୟେକ ଆବଶ୍ୟକ ସେ ପୂର୍ଣ୍ଣ କରିବେ। ପ୍ରଭୁଙ୍କର ସ୍ତୁତି ହେଉ, ମହିମା ହେଉ। ପ୍ରିୟମାନେ, ସେବା କାର୍ଯ୍ୟ ନିମନ୍ତେ କାହା ଆଗରେ ହାତ ବଢ଼ାନ୍ତୁ ନାହିଁ। ଯଦି କାହା ଆଗରେ ହାତ ବଢ଼େଇବେ ତାହେଲେ ସ୍ୱର୍ଗର ପରମେଶ୍ୱରଙ୍କ ଆଗରେ ହାତ ବଢ଼ାନ୍ତୁ। ସେ ଆମକୁ ସେବାରେ ଡାକିଛନ୍ତି, ସେ ଆମର ପ୍ରତ୍ୟେକ ବିଷୟର ଯତ୍ନ ନେବେ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ପ୍ରଶଂସା କରେ, ଗୌରବ କରେ। ପ୍ରତିଦିନ ତୁମର ପବିତ୍ର ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛ, ମୁଁ ତୁମକୁ ଧନ୍ୟବାଦ ଦିଏ। ଯେଉଁମାନେ ସେବାରେ ଅଛନ୍ତି ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରେ। ପ୍ରଭୁ, ସେବକମାନଙ୍କର ଅନେକ ଆବଶ୍ୟକ ଗୁଡ଼ିକ ଥାଏ, ସେମାନେ କାହାକୁ କୁହନ୍ତି ନାହିଁ, କାହାକୁ ଜଣାନ୍ତି ନାହିଁ, ତୁମକୁ ଜଣାନ୍ତି। ପ୍ରଭୁ, ତୁମେ ସେମାନଙ୍କୁ ହତାଶ ହେବା ପାଇଁ, ନିରାଶ ହେବା ପାଇଁ, ଭାଙ୍ଗି ପଡ଼ିବା ପାଇଁ ଦିଅ ନାହିଁ। ସେମାନଙ୍କର ପ୍ରତ୍ୟେକ ଆବଶ୍ୟକକୁ ତୁମେ ଯୀଶୁଙ୍କ ନାମରେ ତୁମେ ଯୋଗାଅ। ସେମାନଙ୍କର ପ୍ରତ୍ୟେକ ଅଭାବକୁ ମୋଚନ କର। ପ୍ରଭୁ, ସେମାନେ କାହା ଆଗରେ ହାତ ନ ବଢ଼େଇ ତୁମଠାରୁ ପାଇବା ଶିଖିବେ। ପ୍ରଭୁ, ଦୟାକରି ସାହାଯ୍ୟ କର। ଏହି ପ୍ରକାର ଭାଇ ଭଉଣୀମାନଙ୍କୁ ମଧ୍ୟ ଉଠାଅ, ଯେଉଁମାନେ ତାଙ୍କ ସେବା ଦ୍ୱାରା ଆଶୀର୍ବାଦ ପାଇଛନ୍ତି। ସେମାନେ ଭଲେଣ୍ଟାରୀ ଭାବରେ ସେମାନେ ଦାନ କରିବେ। ଅନୁଗ୍ରହ ପ୍ରଦାନ କର ପ୍ରଭୁ। ଆମର ସେବକ ପଦ ଯେ ପ୍ରକାର ନିନ୍ଦିତ ନ ହୁଏ, ଏଥିପାଇଁ ତୁମେ ଆମମାନଙ୍କୁ ଦୟାକରି ସମ୍ଭାଳ ବୋଲି ପ୍ରାର୍ଥନା କରୁଛି। ପ୍ରଭୁ, ଧନ୍ୟବାଦ। ପ୍ରଭୁ, ପ୍ରାର୍ଥନା ଶୁଣିଛ, ଉତ୍ତର ଦେଇଛ ବୋଲି ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କରନ୍ତି, ଆସନ୍ତା ଅଧ୍ୟାୟରେ ଆଉ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ପୁନର୍ବାର ଆମେ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।